आज आम संगे जड़े अच्छा विशिष्ट समाजसेवी गोविंद महाराणा सार आसन सुनमा तक रेलपथ उपर बलांगीर खोर्धा रेलपथ उपर केते संघर्ष कर जीवन रे ଦେଖନ୍ତୁ ଏଇ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଆମ ପାଇଁ ସମଗ୍ର ଅଞ୍ଚଳବାସୀ ପାଇଁ ଏଇଟା ଏକ ଦିବା ସ୍ୱପ୍ନ ଥିଲା। କେହି ବିଶ୍ୱାସ କରିପାରୁନଥିଲେ ଯେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ ହେବ ଏବଂ ଏ ଅଞ୍ଚଳବାସୀ ଏଥିରୁ ଉପକୃତ ହେବେ। ଏଥିର ଦାବି ଆମେ ସୋନପୁର ଉଠାଇଥିଲୁ 1979ରେ ଏବଂ 79 ମସିହାରେ ଦାବି ଉତ୍ଥାପନ ପରେ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଏ ଲାଇନ୍ ସର୍ଭେ କରିଥିଲେ 80 ଦଶକରେ। ତାପରେ ତାକୁ କୋଲ୍ଡ ଫ୍ରିଜ୍ରେ ରଖିଦେଲେ ଏବଂ 2006ରୁ ଆମେ ମିଳିତ ଭାବରେ ସୋନପୁର, ସୁବର୍ଣ୍ଣପୁର ଜିଲ୍ଲା, ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଏବଂ ଭୁବନେଶ୍ୱରର କିଛି ବୁଦ୍ଧିଜୀବୀଙ୍କୁ ନେଇକରି ଦୀର୍ଘସ୍ଥାୟୀ ମିଳିତ ଆନ୍ଦୋଳନ କଲୁ ଏବଂ ସେ ଆନ୍ଦୋଳନକୁ ମୁଁ ସେଦିନ ଠାରୁ ନେତୃତ୍ୱ ଦେଇ ଆସୁଛି ଏବଂ ଖୋର୍ଦ୍ଧା ବଲାଙ୍ଗୀର ରେଳ କ୍ରିୟାନୁଷ୍ଠାନ କମିଟି ତରଫରୁ ବ୍ୟାନର ଅଣ୍ଡରରେ ଏ ଆନ୍ଦୋଳନ ହେଲା ଏବଂ ବହୁବାର ଆମେ ବହୁ ରେଳମନ୍ତ୍ରୀକୁ ଭେଟିଛୁ। ମୁଁ ଆମର ଡେଲିଗେସନ୍ ଟିମ୍ ଆଉ ବ୍ୟକ୍ତିଗତ ଭାବରେ ଏ ଦାବି ଉତ୍ଥାପନ ପାଇଁ ତାପରେ ରେଳ ଲାଇନ୍ର କାର୍ଯ୍ୟ ତ୍ୱରାନ୍ୱିତ ହେଲା। କେବେ ଆରମ୍ଭ ହୋଇଥିଲା? ନା ବସ୍ତୁତ ୟାର ଭିତ୍ତି ହେଉଛି 1945 ମସିହାରେ ବ୍ରିଟିଶ ରାଜରେ ବିଏନ୍ଆର୍ ରେଲୱେ ଲାଇନ୍ ଦ୍ୱାରା ସେତେବେଳେ ସର୍ଭେ ହୋଇଥିଲା, କିନ୍ତୁ ସ୍ୱାଧୀନ ଭାରତରେ ତାକୁ କୋଲ୍ଡ ଫ୍ରିଜ୍ରେ ରଖିଦେଲେ ଏବଂ 1979 ମସିହାରେ ସୋନପୁର ଆୱାଜ ଉଠିଲା, ଜନଗଣ ଆୱାଜ ତୋଳିଲେ ଛାତ୍ର ସମାଜ ଏବଂ ସୋନପୁରରେ 79ରେ ଯେଉଁ ଆନ୍ଦୋଳନ ହେଲା ତାପରେ ରେଳ ମନ୍ତ୍ରଣାଳୟ ୟାକୁ ସର୍ଭେ କରିବା ପାଇଁ ସିଦ୍ଧାନ୍ତ କଲା ଏବଂ ସର୍ଭେ ସେଇ 80 ଦଶକରୁ ଚାଲି 2006 ପର୍ଯ୍ୟନ୍ତ ତାର କୌଣସି ସ୍ଥିତିସ୍ଥାପକ ରହିଲାନି ଏବଂ 2006ରେ ଯେତେବେଳେ এই ରେଳ ଲାଇନ୍କୁ କ୍ୟାନସେଲ୍ କରିଦେଲେ କେନ୍ଦ୍ର ସରକାର, ଆମେ ପୁଣି ଆନ୍ଦୋଳନ କଲୁ। 5ଟି ଜିଲ୍ଲାର ଜନଗଣକୁ ନେଇ ମିଳିତ ଆନ୍ଦୋଳନ ହେଲା। ସବୁ ଜିଲ୍ଲାରେ କନଭେନସନ୍ ଆନ୍ଦୋଳନ ମାଧ୍ୟମରେ ରେଳ ରୋକ ମାଧ୍ୟମରେ ଏ ଆନ୍ଦୋଳନ ବହୁ ଆଗକେ ଗଲା ଏବଂ କେନ୍ଦ୍ର ସରକାର ସେସବୁ ମାନିଲେ ଏବଂ ଏ ରେଳ ଲାଇନ୍ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ। ଆଜି ଗୋଟେ ଖୁସିର କଥା, ସୋନପୁର ରେଳ ଚାଲିଲା ପରେ ବର୍ତ୍ତମାନ ସମ୍ପ୍ରସାରଣ ହେଉଛି ବୌଦ୍ଧକୁ, ପୁରୁଣା କଟକକୁ, ସେପଟୁ ଦଶପଲ୍ଲା ପର୍ଯ୍ୟନ୍ତ ହୋଇଯାଇଛି। ମଝି ଅଞ୍ଚଳଟା ଖାଲି ଅଛି ଟନେଲ ପାଇଁ ଏବଂ ବୌଦ୍ଧରୁ ବର୍ତ୍ତମାନ ପୁରୁଣା କଟକରୁ ଖୁବ୍ ସର୍ଟଲି ଏହି ରଥଯାତ୍ରା ସମୟରେ କିମ୍ବା 20 ତାରିଖ ଦିନ ଉଦ୍ଘାଟନ ହୋଇପାରେ ରେଳ। ଏଠି 2ଟି ଟ୍ରେନ୍ ରେଳ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତାବ ଦିଆହେଇଛି। କେନ୍ ଜାଗାକୁ ହେବ ସାର୍? এটা কভর করব টোটালটা আমি দাবি করি এই অঞ্চল যদি খোর্ধা বলাঙ্গীর রেল লাইন পুরা খুলব তাহলে সমগ্র ভারতবর্ষକୁ রেল কম্ୟୁନିକେସନ୍ ভুবনেশ্বর ঠাରୁ এই রুটরে বেশি হব। নর্থ ইন্ডিয়া সাউথ ইন্ডিয়া উভয় পটକୁ হব এবং ইস্ট ইন্ডিয়ার বেঙ্গল ঠাରୁ আরম্ভ କରି ওয়ালটের তোমার শিলচর পর্যন্ত রেল কম্ୟୁନିକେସନ୍ হব। কিন্তু বর্তমান ପାଇଁ যে 2টা ট্রেন ସେମାନେ উদ্ঘাটন ପାଇଁ প্রস্তাব ରଖିଛନ୍ତି ସେ ହେଉଛି ସମ୍ବଲପୁରକୁ ଗୋଟେ ୱିକ୍ଲି ଟ୍ରେନ୍ ଏବଂ ଭୁବନେଶ୍ୱରକୁ ଗୋଟେ ୱିକ୍ଲି ଟ୍ରେନ୍। ଆମେ କିନ୍ତୁ ମୁଁ ଦାବି କରିଥିଲି ଯେ ୱାଲଟିୟର ମାନେ ବିଶାଖାପାଟଣା ଏବଂ ରାୟପୁରକୁ ଏ ଅଞ୍ଚଳରୁ ଟ୍ରେନ୍ କମ୍ୟୁନିକେସନ୍ ନିହାତି ଦରକାର, ଯେହେତୁ ଆମର ବହୁ ଲୋକ ଚିକିତ୍ସାଧୀନ ଅଛନ୍ତି ରାୟପୁର ଏବଂ ହସ୍ପିଟାଲରେ ପ୍ଲସ୍ ଆମର ବିଶାଖାପାଟଣା ଏବଂ ସାଉଥ୍ ଇଣ୍ଡିଆର ହସ୍ପିଟାଲ ଏବଂ ଆମ ଅଞ୍ଚଳର ଛାତ୍ରଛାତ୍ରୀମାନେ ସାଉଥ୍ରେ ବହୁତ ପଢ଼ୁଛନ୍ତି, ତାଙ୍କର ଗମନାଗମନ ସୁବିଧା ପାଇଁ ଦାଦନ ଶ୍ରମିକମାନଙ୍କର ସୁବିଧା ପାଇଁ ଅଞ୍ଚଳ ବିଚାର କରିବ ଏବଂ ଏଇ ଟ୍ରେନ୍ ଉଦ୍ଘାଟନ ପରେ ଆମକୁ ମାନେ ପୁରୁଣା କଟକ ବୌଦ୍ଧରୁ ରାୟପୁରକୁ ନୂଆ ଟ୍ରେନ୍ ଦେବେ ଏବଂ ବିଶାଖାପାଟଣାକୁ ନୂଆ ଟ୍ରେନ୍ ଦେବେ। ମୁଁ ଏ ଦାବି ରଖୁଛି ମାନ୍ୟବର ରେଳମନ୍ତ୍ରୀଙ୍କ ପାଖରେ, ରେଲୱେ ବୋର୍ଡ଼ ପାଖରେ ଏବଂ ଆମର ଇଷ୍ଟ କୋଷ୍ଟ ରେଲୱେ ଜେନେରାଲ ମ୍ୟାନେଜର, ସମ୍ବଲପୁର DRM ଏବଂ DCM ପାଖରେ। ମୁଁ ଆଶା କରୁଛି ଗତ 10 ତାରିଖ ଦିନ ଜେନେରାଲ ମ୍ୟାନେଜରଙ୍କ ସହିତ ସୋନପୁର ଷ୍ଟେସନରେ ଯେଉଁ ସବୁ 8 ଦଫା ଦାବି ଉପରେ ଆଲୋଚନା ହେଲା, ଏହି ଦାବି ଥିଲା ମୁଖ୍ୟ ଦାବି। ଏ ଦାବିକୁ ସମ୍ମାନ ଜଣାଇ ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀର ଅଞ୍ଚଳବାସୀଙ୍କର ସୁବିଧା ପାଇଁ ରାୟପୁର ଏବଂ ବିଶାଖାପାଟଣାକୁ ନୂଆ ଟ୍ରେନ୍ ଦେବେ। ଏବେ ମହାରଣା ସାର୍ କହୁଥିଲେ ଯେ 8 ଦଫା ଦାବି ଦିଆଯାଇଛି ସରକାରକେ ଆଉ ପୁରୀକେ ଯେନ୍ ଟ୍ରେନ୍ ଚାଲୁଛି ସେଟା ନୟାଗଡ଼ ଦେଇକରି ଚାଲିଲେ ବହୁତ ଭଲ ହେବା ବୋଲି କହୁଥିଲେ। ମୁଇଁ କୃପା ସିନ୍ଧୁ ସୁନା, ଆପଣମାନେ ଦେଖୁଛନ୍ ସମ୍ବଲପୁରୀ ନ୍ୟୁଜ୍ ଚ୍ୟାନେଲ୍ ବିଗୁଲ TV।